ଶାରୀରିକ ସମ୍ପର୍କ ରଖିବାକୁ ଦେଲେ ରେସନ କାର୍ଡରେ ନାଁ ଜଡ଼ାଯିବ। ରାସନ ଦେବା ବାହାନାରେ ଡିଲର ଦେଉଥିଲେ ଯୌନ ନିର୍ଯାତନା। ଏଭଳି ମଧ୍ୟ ଏକ ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି, ଯେଉଁଠି ରେସନ ଦେବା ପରିବର୍ତ୍ତେ ଡିଲର ଜଣକ ମହିଳାମାନଙ୍କ ସହ କରୁଥିଲେ ଏପରି କାମ। ଏଭଳି ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳରେ। ସୂଚନା ଅନୁସାରେ ସେହି ଅଞ୍ଚଳର ଏକ ଡିଲର ରାସନ ଦେବା ପରିବର୍ତ୍ତେ ମହିଳାମାନଙ୍କ ସହ ଖରାପ ବ୍ୟବହାର କରୁଥିଲା। ଏହା ସହ ତାଙ୍କର ନମ୍ବର ଦେଇ ତାଙ୍କ ସହ କଥା ମଧ୍ୟ ହୁଅନ୍ତି। ଯଦି କେହି ତାଙ୍କ କଥା ରାଜି ନ ହୁଅନ୍ତି ତେବେ ତାଙ୍କୁ ତାଙ୍କ ରେସନ କାର୍ଡ କାଟିଦେବାର ଧମକ ମଧ୍ୟ ଦିଅନ୍ତି। କେବଳ ଏତିକି ନୁହେଁ, ବରଂ ସେ ଅନେକ ମହିଳାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରନ୍ତି। ଆଉ ଶାରୀରିକ ସମ୍ପର୍କ ରଖିବା ସମୟରେ ସେ ଏହାର ଭିଡ଼ିଓ ବନାନ୍ତି। ସେ ଭିଡ଼ିଓକୁ ଭାଇରାଲ କରିଦେବାର ଭୟ ଦେଖାଇ ମହିଳାମାନଙ୍କ ସହ ସେ ତାଙ୍କ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ସତ ସମସ୍ତଙ୍କ ସାମ୍ନାକୁ ଆସିଛି। ହେଲେ ଏତେ ସବୁ ପରେ ବି ସ୍ଥାନୀୟ ପ୍ରଶାସନ ତାଙ୍କ ବିରୁଦ୍ଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।